ଆଉ ମୁଁ ତ ଜଏନ୍ କରିସାରିଛି 1 ସପ୍ତାହ ହେଲା। ଆଉ ମୁଁ ପ୍ରଭୁଙ୍କ ନାମରେ ପ୍ରଭୁଙ୍କୁ ଗୌରବ ଦେବା ନିମନ୍ତେ ମୁଁ ଏହି ସାକ୍ଷ୍ୟ ଦେଇପାରେ। ଆଉ ଏଥି ପୂର୍ବରୁ ମୁଁ ଗୋଟେ ବାକ୍ୟକୁ ମନେ ପଡୁଛି, ଆଉ ସେ ବାକ୍ୟଟା କହିବା ପାଇଁ ଇଚ୍ଛା କରେ। ଆଉ ସେ ବାକ୍ୟ ହେଲା, ମୋ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ ତାହା ସେ କାଟି ପକାନ୍ତି, ଆଉ ଯେକୌଣସି ଶାଖା ଫଳ ଫଳେ ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। ତେଣୁ ମୁଁ ଏ ବାକ୍ୟଟା କାହିଁକି କହିଲି ଯେ ମୋ ଜୀବନରେ ଯାହା ହେଇଛି, ଆଉ ସେଥିପାଇଁ ମୁଁ ଏ ବାକ୍ୟଟାକୁ ମୁଁ ସ୍ମରଣ କରିଅଛି। ଆଉ ସେଇ ବାକ୍ୟର ମୁଁ ସାକ୍ଷ୍ୟ ଦେବାକୁ ଅଳ୍ପ ଇଚ୍ଛା କରେ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହଉ ଏତେବେଳେ ଏଇ ପାହାନ୍ତା ସମୟରେ। ଆଉ ହୁଏତ ପ୍ରଭୁଙ୍କର ଇଚ୍ଛା ନଥାନ୍ତା ତାହେଲେ ଏତେବେଳେ ସେ ଅକାମୀ ଶାଖା ସଦୃଶ୍ୟ ମୁଁ କଟି ଯାଆନ୍ତି, କିନ୍ତୁ ଈଶ୍ୱରଙ୍କ ଠାରେ ମୁଁ ବର୍ତ୍ତମାନ ଯାଏ ରହିଛି, ତାହେଲେ ମୁଁ ତାଙ୍କ ଉଦ୍ଦେଶ୍ୟରେ ଫଳିବା ନିମନ୍ତେ ବୋଧେ ମତେ ରଖିଛନ୍ତି। ତାଙ୍କର ଅଶେଷ ଧନ୍ୟବାଦ ହଉ। ଆଜିର ବାକ୍ୟ ପାଳକ ଆଜ୍ଞା ଯାହା କହିଗଲେ, ଉତ୍ତମତା ଆମମାନଙ୍କ ମନୁଷ୍ୟ ମଧ୍ୟ ରହିବା ନିହାତି ଆବଶ୍ୟକ। ଆଉ ଆମମାନେ ଅନ୍ୟର ଉପକାର ପାଇଁ ବୋଧେ ସେଇ ତାଙ୍କ ରାଜ୍ୟ ବିସ୍ତାର ପାଇଁ, ଆଉ ପ୍ରଭୁଙ୍କର ଇଚ୍ଛା ଗୌରବ ଏତେବେଳେ ହଉ। ଆଉ ମୁଁ ଏତେବେଳେ ମୋ ସାକ୍ଷ୍ୟ, ମୁଁ ସୌଭାଗିନୀ ନାୟକ, ଆମ ବାପା ଘର କଟପାଡ଼, ଆଉ ମୋ ଜନ୍ମ ବି କଟପାଡ଼ ପାଖ ଗାଁ ଗୋଟେ ମନ୍ଦେ ଗାଁ, ସେଇଠି ଜନ୍ମ ହେଇଥିଲି। ଆଉ ମୋ ଯେତେବେଳେ ମତେ 10 ମାସ ହଉଥିଲା ସେତେବେଳେ ମୋ ମା ଆଉ ସେମାନେ ଅଲଗା ରହିଥିଲେ, କିନ୍ତୁ 10 ମାସ ବେଳକୁ ମୋ ଅଜା ଆଈ ପାଖେ ମତେ ଛାଡିଦେଲେ। ଆଉ ସେତେବେଳଠୁ 10 ମାସ ବେଳଠୁ ମୋ ଅଜା ଆଈ ମତେ ପାଳନ କଲେ। ଆଉ ସେମିତି କାଳକ୍ରମେ ମୁଁ ବଢି ଆସିଲି, 25-26 ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ରହିଲି। ଆଉ ସେ ବାହା କରିବା ପାଇଁ ପ୍ରସ୍ତାବ କଲେ ମୋ ସ୍ୱାମୀଙ୍କୁ। ଆଉ ପ୍ରସ୍ତାବ କରିକି ସେତେବେଳେ ଅଜା ପ୍ରସ୍ତାବ କଲା ପରେ ମୁଁ ମନା କରିଥିଲି, ଆଉ ସେ ଏକ୍ସପାୟର୍ଡ କରିଗଲେ। ତତ୍ପରେ ଆଈ ପୁଣି ଥରେ ମତେ କହିବାରୁ ମୁଁ ହଁ ରାଜି କହିଲି, ଆଉ ମୁଁ ପ୍ରେୟରଫୁଲି ରହିଲି। ପାହାନ୍ତାରୁ ମୋ ଅଜା ଆଈ ମଧ୍ୟ ଏମିତି ପାହାନ୍ତା ବେଳେ 2 ଜଣ ପାଳକ ମାନେ ସେମାନେ ପ୍ରାର୍ଥନା କରୁଥିଲେ, ଆଉ ମୁଁ ତାହା ସବୁ ଦେଖୁଥିଲି। ତତ୍ ସାଙ୍ଗେ ସାଙ୍ଗେ ସେଇ ଛୋଟ ବେଳରୁ ମୁଁ ବଢି ଆସୁଥିଲି। ଆଉ ମଣ୍ଡଳୀର ପାଳକ ସେଥି ପାଇକ, ଆଗ କାଳ ସାଇକେଲ ବିନା କୌଣସି ଯାନବାହନ ନଥିଲା। ଆଉ ସେ ଖାଲି ପାଦ ଚଲା ପଥ କିମ୍ବା ସାଇକେଲ। ତେଣୁ ଯେତେବେଳେ ସେ ବୋଝେଇକି ନିଏ ସେ ପାଇକ, ସେ ବୋଝେଇକି ନେବା ବେଳେ ଗୋଟେ ସାଇଡରେ ମତେ ବୋଝାଏ, ଆଉ ଗୋଟେ ସାଇଡରେ ନିଜର ବସ୍ତ୍ର, ଶୋଇବା ଏ ବିଛଣା ପତ୍ର ଧରେ। ଏପରି ସ୍ଥଳେ ମୋ ପାଳକ ଯେତେବେଳେ କାର୍ଯ୍ୟ କରୁଥିଲେ, ମୁଁ ସେମାନଙ୍କ ସହିତ ସେପରି ଯାଇକି ପଲ୍ଲୀ ଗାଁ ମାନଙ୍କରେ ମୁଁ ଶୋଇକି ଆସୁଥିଲି। ଏମିତି କାଳକ୍ରମେ ମୋର ବୟସ ବଢିଲା, ମୁଁ ଚାକିରି ବି କଲି, ପାଠ ପଢିଲି, ଚାକିରି କଲି। ଚାକିରି କଲା ପରେ ବାହା ହେଲି। ହେଲା ପରେ ମୋ ଅଜା ଆଈ ବି ଏକ୍ସପାୟର୍ଡ କଲେ। ଆଉ ମୁଁ କାଳକ୍ରମେ 2ଟି ମୋର ଛୁଆ ହେଲା। ଆଉ କିନ୍ତୁ ମୁଁ ପ୍ରଭୁଙ୍କୁ ଛାଡିନି, ପ୍ରଭୁଙ୍କର କାର୍ଯ୍ୟ ସେଇଠି ବି କରୁଥିଲି। 16 ବର୍ଷ ବେଳଠୁ ମୁଁ ସଣ୍ଡେ ସ୍କୁଲ ଟିଚର କଟପାଡରେ। ଆଉ ସେତେବେଳଠୁ ଟିଚର ହେଇକି ରହିଥିଲି। ବାହା ହେଲା ପରେ ନବରଙ୍ଗପୁର ବାହା ହେଲି, ସେଇଠୁ ବି କହିଲେ ଦିଦି ତ ସେଠି ଟିଚର ଥିଲେ, ଏଇଠି ବି ସଣ୍ଡେ ସ୍କୁଲରେ ସେ ରହିବେ। ମୁଁ ସେତେବେଳେ କଟପାଡରେ ଛୋଟ କ୍ଲାସ ଗୁଡାକୁ ନେଉଥିଲି, ପ୍ରାଇମେରୀ। କିନ୍ତୁ ଏଇଠି ଆସିଲା ପରେ ମତେ ସଡନ ଏଡାଲ୍ଟ ଗ୍ରୁପକୁ ଦେଲେ। ଏଡାଲ୍ଟ ଗ୍ରୁପ ଦେବାରୁ ମୁଁ ଭୟ କଲି, ପ୍ରଭୁ ପାଖରେ କିନ୍ତୁ ସମର୍ପଣ ହେଲି। ଆଉ ପ୍ରଭୁ ମତେ ତ ତୁମେ ନ ଧରିଲେ ମୁଁ କି ପ୍ରକାର ଚଳେଇ ପାରିବି, ଏଡାଲ୍ଟ ଗ୍ରୁପକୁ କେମିତି ଶାସନ କରିବା, କି ପ୍ରକାର ମୁଁ ଶାସନ କରିପାରିବି, ଆଉ ତାଙ୍କୁ ନିୟନ୍ତ୍ରଣ କରିପାରିବି। ଆଉ ପ୍ରଭୁଙ୍କର ଦୟା ଗୌରବାନ୍ୱିତ ସେ ପାଆନ୍ତୁ, ପ୍ରଶଂସିତ ହୁଅନ୍ତୁ। ସେ ଏଡାଲ୍ଟ ଗ୍ରୁପ ଗୁଡାକ ଆଜି ଡକ୍ଟର ମାନେ ହେଇଛନ୍ତି, ଆଉ ସ୍ୱୀକାର କରୁଛନ୍ତି, ବଡ ବଡ ଅଫିସର ବି ହେଇଛନ୍ତି। ଆଉ ମୋ ସେଇ ଷ୍ଟୁଡେଣ୍ଟ ମାନେ ଆଉ ମତେ ବହୁତ ହଇରାଣ ବି କଲେ। ବହୁତ ବଡ ବଡ ବାଇବେଲର କ୍ୱେଶ୍ଚନ ନ କହି ସାଂସାରିକ କ୍ୱେଶ୍ଚନ କରୁଥିଲେ, କିନ୍ତୁ ପ୍ରଭୁଙ୍କୁ ଶରଣାଗତ ନେଇ ମୁଁ ତାଙ୍କୁ କେବଳ ବାଇବେଲର ଉଦାହରଣ ଦେଇକି ମୁଁ ନିୟନ୍ତ୍ରଣ କରିପାରୁଥିଲି।
सेटा प्रभु जदि मो सहित रही न थांते ताहेले मो सब कार्य करि पार न थांती ताहा जाऊ किंतु मोर साक्ष्य अति गुरुत्व अछि आश्चर्य भी अछि ताहा हेला मु जेतेबेले मु मंडली भी चलाइबा को जाइछि मंडली प्राय मते बड़ प्रधान मंडली रो छोट मंडली गुड़ा को चलाइबा पई मध्य मते पोस्टिंग भी करिथिले मु सरकारी कार्य करिबा सत्वे मु ईश्वरंक राज्य विस्तार निमंते भी बिना वेतन रे मु करिबि स्वाधीन रे कहिली आ से गाँ वाला को जहा मते वेतन दियो नै आ से पैसा मंडली रे लगाओ आ एपरी करिबा कार्य करू करू आसुथिली हठात मो देह खराब होला 2015 14 आड़ को खराब हो गला आ बहुत मो देह एते खराब है हठात खराब है आश्चर्य एपरी आश्चर्य बथा पछपटे बथा हम मो पिठी रे आते बथा हम कही मु 4 जन को जिते कहि मते बथा हो आश्चर्य बथा निश्वास नेबार कष्ट हेले से बथाटा मु 4 जन को कहू कहू से बथाटा पूरा बंद हो जिवो से पिठी बथा छाड़ी की गोटे आंठू पाखे बथा हेबो आंठू रे एक प्रकार हबो एमिति हेई हेई देह सारा गोटे गोटे जागा रे बथा हेबो आ से बथाटा मु अन्य को जते कहू कहू 4 दिन कहिला परे से बथाटा आउ नथिबो तापरे आश्चर्य भाबरे से बथा कमी गला तापरे मु जेतेबेले बसिथिबी पातो आडू मते झिम 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 हेई के मु जानुथिबी कहूथिबी पाटी कथा हेबा संगे संगे भी मु पूरा अचेता ही जीवी मो केमती होउछि धर धर धो कही कही मो अचेता ही एमिति हो बाहर मु जेतेबेले स्कूल जाउथि स्कूल रे भी मीटिंग रे जे कोनसी ट्रेनिंग रे ए प्रकार हेले ऑफिस रे भी मोर कोनसी विषय पई जाईथिबी आ समस्त ऑफिसर माने क्लर्क एवं देखि कि छानिया समस्त भी छानिया जानि पारले नै आ जेतेबेले पुरे अचेता रे मते लोकल थिली बोली संगे संगे फोन करूथिले मो स्वामी मेडिकल थिले आ गाड़ी नै कि से टेका टेकी करी समस्त मास्टर माने मध्य सब टेका टेकी करी कि लदी दउथिले लाश लदिला भलिया आ सेमी आनी कि जेतेबेले आईसीयू रे भर्ती करूथिले आ आईसीयू रे ऑक्सीजन नेला परे घंटाटी परे बंद हे जाउथिला किछि भी जणा पउनत एपरि स्थळे डॉक्टर माने भी डायग्नोसिस करि पारनथिले कोन होछि नर्स माने भी कहनथिले लास्ट को एमिति हो हो वर्ष वर्ष मोर 5 वर्ष एमिति बीती जाउथिला आ से 5 वर्ष मध्य रे आ बेले बेले ए एपरी स्थळे होउथिला जे मो स्वयं जेतेबेले करूथिली सेतेबेले मते गोटे 8 वर्षर 10 वर्षर झियो माने लाल कपड़ा पिंधी ओढ़णी देई से माने मते पूरा भीतर को चली आसीबे आ धरिबा पई चेष्टा करिवे आ करिथिबे हसुथिबे तो किंतु मु भय करू नथिली प्रभु को मु डाकुथिली काहे कि प्रभु को वाक्य मो ऊपर उपस्थित होउथिला सब प्रभु कहउथिले संकट दिन रे मते डाक मु से वाक्य को स्मरण करूथिली प्रभु को वाक्य मो पाक उपस्थित होउथिला आ मु सेते बेले तबे भय न करो आमे तुम सहित अछु मु सब बेले तो छोट बेल प्रभु मु तुम सहित अछि मते काहे कि तमे परित्याग कल काहे कि मते परित्याग कल मते काहे कि ए प्रकार होउछि निद किछि होउ नै एमिते हेबा सत्वे तथापि मु भय करू नथिली आ मो सब आखिरे देखि पारुथिली केही सेटा मु जदि अन्य मान को कहे मो स्वामी को कहे मो पुओझियो को कहे किंबा पड़ोसी कहे केही भी विश्वास करू नथिले तापरे से 7 भौणी गला परे मते जेतेबेले सोईबी राति रे स्वामी स्त्री मध्य सोउथिबो आ तांको उठेबी देखो मते देखा जाउछि से मिछ कथा कहिबे मते गोटे मुखा पिंधी की मुंडो आडू आसी पूरा मुह पाखरे हा 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 काठर मुखा पिंधी थिबो मुह आ हा हा करे भय देखे उठी बसीबी आ मु प्रभु को प्रार्थना करबी प्रभु मते काहे कि ए प्रकार आसी शैतान काहे कि मते ग्रास करछि मते तुम ठार मु दूर करो नै प्रभु एमिति करबी तापर केते दिन पर सेटा भी बंद हे जो आउ केते दिन पर पुणी आउ गोटे प्रकार आसीबो मते मु घर दिन बेले भी मु जदि बसथिबी खटरे कि चेयर रे कि काम करूथिबी मो आखिरे देखा जिवो फ्रिज पाखरे गोटे बिलेई छुआ कुकुर छुआ एमिति देखा जिवो मो नारे से माने कथा हला भलिया मते लागिवो खाली मते ही देखा जिवो हेले हम मेडिकल लोक सब बेले मेडिकल जाउथिबी तेनु मु कहली पाळक को डाको आ प्रेयर करबा आइठी जेतो पाळक भी थिबे प्रेयर
କରୁଥିବେ ମୋର ଆଖିରେ ଦେଖୁଥିବ ଆଉ ମୁଁ ପୁରା ସେତେ ସମୟ ସେଇ ସମୟରେ ବି ମୁଁ ଅଚେତା ହେଇଯିବି ଆଉ ସେଇଟା ଯାହା ଦେଖିବି ସେଇ ସମୟରେ ମୁଁ ଅଚେତା ହେଇଯିବି ଆଉ ବେଳେ ବେଳେ ଗୋଟେ ସ୍ତ୍ରୀକୁ ମୁଁ ଦେଖି ପାରୁଥିଲି ମୁଁ କିଛି ଜାଣିନି କିନ୍ତୁ ମୁଁ ଅନୁଭବ କଲି ଯାହା ଆଉ କାହିଁକି ଏ ପ୍ରକାର ହଉଛି ହଉ ସମସ୍ତଙ୍କୁ ମୁଁ ତ ଦେଖେ କିନ୍ତୁ ମୁଁ ଗୋଟେ ଅବଜର୍ଭ କଲି ଯେ ଗୋଟେ ସ୍ତ୍ରୀକୁ ଚାଲୁଥିବି ଯଦି ହଠାତ୍ ସେଇ ସ୍ତ୍ରୀର ଦେଖିବି ସେ ସ୍ତ୍ରୀ ଯଦି ମତେ ଦେଖିବ ମାନେ ପରସ୍ପର ଯଦି ଦି ଜଣଙ୍କ ଆଖି ମିଶିଯିବ ତାହେଲେ ସେଇ ଦିନ ବି ମତେ ପୁରା ଦେହ ବି ଖରାପ ହେଇଯିବ ତ ମୁଁ କିଛି ଭାବି ପାରୁନଥିଲି ଯେ ମତେ କାହିଁକି ଏ ପ୍ରକାର ହଉଛି କିନ୍ତୁ ସବୁବେଳେ ଈଶ୍ୱର ମତେ କାହିଁକି ଏ ପ୍ରକାର କଲ ଆଉ ମୁଁ କଣ ତମର କାର୍ଯ୍ୟ କରିବି ନାହିଁ ପ୍ରଭୁ ମତେ କାର୍ଯ୍ୟରେ ରତ ଅଛି ବର୍ତ୍ତମାନ ଆଉ ମୁଁ କି ପ୍ରକାର ତମର କାର୍ଯ୍ୟ କରିବି ମୁଁ ଯଦି ମରିଯିବି ତାହେଲେ କିଏ ତମର ପ୍ରଶଂସା କରିବ ମୋ ଅସ୍ଥି ଗୁଡାକ କଣ ତମର ପ୍ରଶଂସା କରିବ କି ପ୍ରଭୁ ମୁଁ ଜୀବିତ ଥିବି ତାହେଲେ ତମ ରାଜ୍ୟ ବିସ୍ତାର କରିବି ଏମିତି ମୋ ପ୍ରାର୍ଥନା ହେଲା ହଉ ଶେଷକୁ ହଉ ଏସବୁ ମୁଁ କି ପ୍ରକାର ଦୂର କରିବି ମୁଁ ଭୟ କରୁନଥିଲି ଯେହେତୁ ମୋ ମନରେ ଗୋଟେ ସାହସ ଥିଲା ଯେ ମୋ ପାଳକ ମୋ ଅଜା ଆଉ ରାତି 12ଟାରେ ବି ବିଜାତି ମାନେ ଡାକୁଥିଲେ ପଲ୍ଲୀ ଗାଁରେ ତେଣୁ ମୁଁ ଜାଣିଛି ତାଙ୍କ ସହିତ କେହି ନଥିଲେ ଆମେ 3 ଜଣ ହିଁ ରହୁଥିଲୁ ରାତିରେ ବି ମତେ ଛାଡିକି ଯାଉନଥିଲେ ମତେ ବି ନେଇକି ଯାଉଥିଲେ ମୁଁ ଦେଖିଥିଲି ଛୋଟବେଳେ ମୋ ଅଜା ନୀଳଗିରି ତେଲ ମିଳୁଥିଲା ଛୋଟ ଛୋଟ ବୋତଲରେ ଆଉ ସେ ନୀଳଗିରି ତେଲ ନେଇକି ସେମାନେ ଭୂତ ଛଡାଉଥିଲେ ମୋ ଅଜା ଯାହାକୁ ସ୍ପର୍ଶ କରୁଥିଲେ ଆଉ ସେ ତେଲ ମଖେଇ ଦେଇ ସେ ପ୍ରାର୍ଥନା କରି ଆସୁଥିଲେ ଆଉ ବିଜାତି ମାନେ ତାହା ବିଶ୍ୱାସ କରୁଥିଲେ ତେଣୁ କରି ମୁଁ ଦେଖିଥିଲି ତେଣୁ ମତେ ସେଇ ସାହସ ମତେ ଥିଲା ମୁଁ କାହିଁକି ଭୟ କରିବି ମୁଁ ତ ଛୋଟ ବଡୁ ଦେଖି ଆସିଛି ପ୍ରଭୁ ମୋ ସହିତ ଅଛନ୍ତି ଆଉ ମୁଁ ତାଙ୍କର ଶାଖା ହେଇ ସେ ମୋର ଜୀବନ୍ତ ବୃକ୍ଷ ଏପରି ମନେ ମନେ ଭାବ ଶେଷରେ ମୁଁ ନିଷ୍ପତ୍ତି ନେଲି ଯେ ନାଇଁ ମୁଁ ଏଥର ଫାଷ୍ଟିଂ ମୁଁ ତ ଆଗରୁ ବି ଫାଷ୍ଟିଂ କରିଥିଲି ମୋର ଯୌବନ କାଳରୁ ମଧ୍ୟ ଆଉ ସେ ଫାଷ୍ଟିଂ ସମୟରେ ମୁଁ ମାଗିଥିଲି ମୋ ସ୍ୱାମୀ ପାଇଁ ମତେ ଗୋଟେ କୌଣସି ଧନ ଜନ ମାନ କିଛି ଦରକାର ନାହିଁ କିନ୍ତୁ ଗୋଟେ ପ୍ରଭୁଙ୍କୁ ଜାଣିବା ବ୍ୟକ୍ତି ଓ ସରଳ ଶାନ୍ତ ହେଇଥିବେ ଆଉ ମୋ ପ୍ରାର୍ଥନା ବଳ ସତ୍ୟ ମୁଁ ପାଇଛି ପ୍ରଭୁଙ୍କର ଗୌରବ ନିମନ୍ତେ ଆଉ ସେଇପରି ସ୍ୱାମୀ ବି ଦେଲେ କିନ୍ତୁ ମୋ ପ୍ରଭୁଙ୍କର କାର୍ଯ୍ୟ କରିବା ସତ୍ତ୍ୱେ ବି ମତେ କାହିଁକି ଏ ପ୍ରକାର ହେଲା ସେ କାହିଁକି ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ପ୍ରଭୁ କି ପ୍ରକାର ତୁମ ଠାରେ ଉତ୍ତର ପାଇବି ବୋଲି ମୁଁ 6 ମାସ କାଳର ଦିବା ରାତ୍ର ମୁଁ ଫାଷ୍ଟିଂ କଲି ଆଉ ଯେତେବେଳେ ଫାଷ୍ଟିଂ କଲି ଆଉ ସେତେବେଳେ ବହୁତ ଦୁର୍ବଳ ହେଇଗଲି ଆଉ ବଡି ମୋର ହିଟ୍ ହେଇଗଲା ଆଉ ସେତେବେଳେ ସୁଗର ବିପି ବି ମଧ୍ୟ ମତେ ଆକ୍ରାନ୍ତ କରିଦେଇଛି ଯାହା ମୁଁ ଭାବୁଛି ଯେହେତୁ ମୁଁ ସାଂସାରିକ ମନୁଷ୍ୟ ହୋଇଥିବା ହେତୁରୁ ଆଉ ସେତେବେଳେ ମୁଁ ଜାଣିପାରିଲି ନାହିଁ ମୋର ହାର୍ଟ ମଧ୍ୟ ଏଫେକ୍ଟ ହେଇଛି ବୋଧେ ମୁଁ ଯାହା ଭାବୁଛି ଆଉ ସେଇ ସମୟରେ ବି ଆଶ୍ଚର୍ଯ୍ୟଜନକ ଏତେ ହଇରାଣ ମୁଁ ହେଲି କିନ୍ତୁ ମୁଁ କୋଉଠି ମତେ ଡକ୍ଟର ବି ଜାଣିପାରିଲେ ନାହିଁ ତାପରେ ଶେଷରେ ବୋଧେ ଈଶ୍ୱରଙ୍କର ଇଚ୍ଛା ହିଁ ସଫଳ ହେବାର ଥିଲା ଆଉ ଯାହା ତ ମୁଁ ଜାଣେ ମନୁଷ୍ୟ ଦ୍ୱାରା ଅସାଧ୍ୟ ତାହା ଈଶ୍ୱରଙ୍କ ଦ୍ୱାରା ସାଧ୍ୟ ହୁଏ ଆଉ ସେତେବେଳେ ଗୋଟେ ଯୁବା ଡକ୍ଟର ହଠାତ୍ ମୁଁ ଦେଖା ପାଇଲି ଜଣେ ସୁନା ବିକ୍ରି କରିବାକୁ ଆସିଥିଲା ଘରକୁ ଆଉ ସିଏ ମତେ କହିଲା ଦିଦି ଆପଣଙ୍କୁ ଭଲ ଲାଗୁନାହିଁ ଗୋଟେ ଡକ୍ଟର ଆସୁଛି ଆଉ ଯାଆନ୍ତୁ ତାଙ୍କ ପାଖକୁ ହଉ ଠିକ ଅଛି ମୁଁ ଯିବି ସେ କେତେବେଳେ ବସିବ ନାଇଁ ସେ କହିଲା ସନ୍ଧ୍ୟା ସମୟରେ ସେ 8ଟାରୁ ବସିଯାଉଛନ୍ତି ଠିକ ଅଛି ମୁଁ ସ୍କୁଲରୁ ଆସିବି ଆଉ ସନ୍ଧ୍ୟା ସମୟରେ ଯିବି ସେ ଭାବିଲି ଆଉ ଦିନେ ମୁଁ ଗଲି ତା ପାଖକୁ ସେ ଯିବାରୁ ସିଏ ବି ଅନ୍ଦାଜ ଲଗାଇ କହିଲେ ଦିଦି ଆପଣ ବିଶାଖାପାଟଣା ଯାଆନ୍ତୁ ଆଉ ସେତେବେଳେ ମୁଁ ବିଶାଖାପାଟଣା ଯିବାକୁ ବାହାରିଲି ହଠାତ୍ ମୁଁ ବାହାରିଲି ମୁଁ ବହୁତ ମାନେ ସୁସ୍ଥ ସବଳ ଅଛି ଭଲ ଅଛି ଏଇ କଥା ଘରେ ଜାଣିଛନ୍ତି ଆଉ ବିଶ୍ୱାସ ବି କଲେନି ଆଉ ମତେ ଆଗରୁ ଯେତେବେଳେ ବିଶ୍ୱାସ କେହି କରୁନଥିଲେ ସେତେବେଳେ ମତେ ଗୋଟେ ଉପାଧି ମେଡିକାଲରେ ଦେଇଥିଲେ ଏଇଠି ମୋର ଖ୍ରୀଷ୍ଟିଆନ ହସ୍ପିଟାଲ ମଧ୍ୟରେ ବି ମୁଁ ଦେଖଉଥିଲି ସେତେବେଳେ ଅନେକ ଲୋକ ବି ମତେ ତାଚ୍ଛଲ୍ୟ ବି କରିଥିଲେ ଆଉ ଗୋଟେ ଉପାଧି ବି ମତେ ଦେଲେ ବାୟାଣୀ ହେଇଗଲା ତଥାପି ମୁଁ ଶୁଣୁଥିଲି କିନ୍ତୁ ମୁଁ ନିଜକୁ ଭାବୁଥିଲି ହଁ ଏ ପ୍ରକାର ହଉଛି ମନୁଷ୍ୟ ନିଶ୍ଚୟ ସ୍ୱାଭାବିକ ତା କହିବାର କାହିଁକି ନା ସେ କିଛି ରୋଗ ତ ଦେଖାଯାଉନାହିଁ କେମିତି ଡକ୍ଟର ବି ଟ୍ରିଟମେଣ୍ଟ କରିବେ ଆଉ ନର୍ସ ମାନେ ବି କିପରି ଜାଣିବେ କେହି ବି ତ ଜାଣିପାରୁନାହାନ୍ତି ସତ କଥା ପ୍ରଭୁ ବିନା ମନୁଷ୍ୟ କଣ ଜାଣିପାରେ ବୈଦ୍ୟ ମାନଙ୍କର ବୈଦ୍ୟ ପ୍ରଭୁ ତ ଅଟନ୍ତି ଡକ୍ଟର ମାନଙ୍କର ଡକ୍ଟର ପ୍ରଭୁ ତ ଅଟନ୍ତି ସତ କଥା ମୁଁ ନିଜକୁ ସାନ୍ତ୍ୱନା ଦେଲି ଯିଏ ଯାହା କହିବାର ଅଛି କୁହନ୍ତୁ କିନ୍ତୁ ମୋ ବାଧା କେବଳ ଈଶ୍ୱର ହିଁ ଜାଣିଛନ୍ତି ଏହା ଭାବିଲି ତାପରେ ବିଶାଖାପାଟଣା ଯିବା ପାଇଁ ସ୍ଥିର କଲି ହଠାତ୍ ବିଶାଖାପାଟଣା ଜଣକୁ ନେଇକି ଗଲି
ଜଣକୁ ନେଇକି ଗଲେ ଆଉ ସିଏ ଯିବି ଆଉ ଆପୋଲୋରେ ଦେଖେଇଲା ପରେ ସିଏ କହିଲେ ଗୋଟେ ପାଣିଗ୍ରାହୀ ଡକ୍ଟର ଆଉ ସିଏ ମତେ ଦେଖିଲେ ଏଞ୍ଜିଓଗ୍ରାଫ କଲେ ଏଞ୍ଜିଓଗ୍ରାଫ କରିକି ଆଉ ଖଟରୁ ଉଠିବା ପାଇଁ ମନା କଲେ ଏଞ୍ଜିଓଗ୍ରାଫ ଚାଲିଛି ଆଉ ମତେ କଥା ହଉଛନ୍ତି ଡକ୍ଟର ଆଉ ମ୍ୟାଡାମ ଆଉ ଖଟରୁ ଉଠନ୍ତୁ ନା ଏଇ କ୍ଷଣି ମୁଁ ଆପଣଙ୍କୁ ଅପରେସନ କରିବି ଆଉ ସେତେବେଳେ ମୁଁ ଭୟ କଲି ଟେନସନ ହେଇଗଲି ଭୟ କିଛି କରନ୍ତୁ ନାହିଁ ବିପି ବଢିଯିବ ଆଉ ମୁଁ ଏଇ ଖଣି କରିବି ମୁଁ କହିଲି ସାର୍ ମୋ ସହିତ କେହି ଆସିନାହାନ୍ତି ମୋ ପାଖରେ ପଇସା ବି ନାହିଁ କେତେ ଟଙ୍କା ହବ ଆଉ ସେ କହିଲେ ହଁ 6 ଲକ୍ଷ ଭିତରେ ହେଇଯିବ କହିଲେ ତାପରେ ମୁଁ ହଁ ସାର୍ ଠିକ କଥା କିନ୍ତୁ ମୋ ଅପରେସନ ତ ନିହାତି ବି ବଞ୍ଚିବାକୁ ଅଛି ଯଦି କିନ୍ତୁ ଘରେ ଯାଇ ଜଣେଇବି ମୋ ସହିତ କେହି ନାହିଁ ଆଉ ମୁଁ ଜଣକୁ ନେଇକି ଆସିଛି ମୋ ଘରକୁ ଯିବି ତାହେଲେ ବି ଆପଣ ଏଇଠୁ ଉଠିବେ ନାହିଁ 24 ଘଣ୍ଟା ନିହାତି ଆପଣଙ୍କୁ ପାଇପ୍ ଟ୍ୟୁବଟା ଲାଗିଥିବ କହିଲେ ଆଉ ଆପଣ ନିଜେ ଦେଖନ୍ତୁ ଭୟ ନ କରିକି ଆପଣ ଦେଖନ୍ତୁ ବୋଲି ଦେଖେଇଲେ ମତେ ଟ୍ୟୁବଟା କହିଲେ ସେ ସାହସ ଧର ଆପଣ ଗୋଟେ ଟିଚର ନିଶ୍ଚୟ ସାହସ ଅଛି ମୁଁ କହିକି ମତେ ସେ କହିଲେ ଆପଣଙ୍କର ଲାଷ୍ଟ ଷ୍ଟେଜ ଅଛି ସୂତା ଭଳିଆ ଅଳ୍ପ ଟିକେ ଲାଗିଛି ଆଉ ଆପଣ ଯଦି ଏଇ କ୍ଷଣି ଅପରେସନ ହେବେ ତାହେଲେ ବଞ୍ଚିବାର ସମ୍ଭାବନା ଅଛି ଆଉ ସେତେବେଳେ ମୁଁ ସେଇ ବେଡରେ ଥାଇକି ସଂକଳ୍ପ ନେଲି ପ୍ରଭୁ ତମର ଇଚ୍ଛା ତୁମେ ମୋର ଜୀବନ ଦାତା ଆଉ ତୁମେ ଯଦି ବଞ୍ଚେଇବ କେବଳ ତୁମରି ଦେଶରେ ବଞ୍ଚିବି ଆଉ ତୁମ ରାଜ୍ୟ ନିମନ୍ତେ ବଞ୍ଚିବି ଆଉ ଯେଉଁଠି ମୁଁ ଥିବି ସେତେ ଦିନ ଥିବି ସେତେ ଦିନ ପର୍ଯ୍ୟନ୍ତ ତୁମରି କାର୍ଯ୍ୟରେ ମତେ ରତ ରଖନ୍ତୁ ଆଉ ଏଇ ସଂକଳ୍ପ ମୁଁ ତୁମ ନିକଟରେ ପ୍ରତିଜ୍ଞା କରୁଛି ପ୍ରଭୁ କହିଲି ଆଉ ଟାବିତାକୁ ମନେ ପକେଇଲି ପ୍ରଭୁ ଟାବିତା ମଧ୍ୟ ତ ଶଯ୍ୟାଶାୟୀ ହେଇ ତୁମର ବାକ୍ୟ ପ୍ରଚାର କରୁଥିଲେ ଆଉ ସେଇ ସମୟରୁ ମୁଁ ସାଙ୍ଗେ ସାଙ୍ଗେ ମତେ ଡକ୍ଟର ମନା କଲେ ପରମିଶନ ନ ନେଇକି ଟ୍ୟୁବ ନିଜେ ବାହାର କଲି ଆଉ ମୁଁ ମେଡିକାଲରୁ ନିଜେ ମୁଁ ପଳେଇ ଆସିଲି ସେ ଯାହାକୁ ନେଇଥିଲି ଟିକେଟ କରାହେଇ ଯାଇଥିଲା ମୁଁ କାହାକୁ ନ କହିକି ସେ ସାଙ୍ଗେ ରାତିରେ ଆମେ ପଳେଇ ଆସିଲୁ ନବରଙ୍ଗପୁର ଆସିକି ରିପୋର୍ଟ ନେଇକି ସିଡି ନେଇକି ପଳେଇ ଆସିଲି ଆଉ ଯେତେବେଳେ ଆଣିକି ଦେଖେଇଲି ମତେ ବ୍ଲିଡିଂ ଆଉ କମୁ ନାହିଁ କାହିଁକି ନା ଏଇଟା ବଡ ଏଇଠି ଏଞ୍ଜିଓଗ୍ରାମ କରାହେଇଥିଲା ମୋର ରାଇଟ ହ୍ୟାଣ୍ଡ ଆଉ ବ୍ଲିଡିଂ ହଉଥିଲା ଆଉ ବ୍ଲିଡିଂ ବି କମୁ ନଥିଲା ଆଉ ତାପରେ ଯେତେବେଳେ ରିପୋର୍ଟଟା ମୋ ପୁଅ ତା ସାଙ୍ଗମାନେ ବି ଡକ୍ଟର ଅଛନ୍ତି ଚାରିଆଡେ ସେ ବମ୍ବେ ଇଆଡେ ସିଆଡେ ସବୁଆଡେ ବି ସେ ପ୍ରଚାର କଲା ମୋ ମାଙ୍କର ଲାଷ୍ଟ ଷ୍ଟେଜ ଆଉ କି ପ୍ରକାର ବଞ୍ଚିବ ଡକ୍ଟର ଜୋନ ଥିଲେ ନବରଙ୍ଗପୁର ମେଡିକାଲ ସୁପରିଟେଣ୍ଡେଣ୍ଟ ତାଙ୍କ ପାଖକୁ ପଠା ହେଲା ସେ ଯେହେତୁ ମେଡିକାଲ ସୁପରିଟେଣ୍ଡେଣ୍ଟ ଥିଲେ ଆଉ ମେଡିସିନ ସ୍ପେଶାଲିଷ୍ଟ ଥିଲେ ତାଙ୍କ ପାଖରୁ ପଠା ହେବାରୁ ସେ ମୋ ସ୍ୱାମୀକୁ ଆଉ ମୋ ପୁଅକୁ ଫୋନ କରି କହିଲେ ଇମିଡିଏଟଲି 4 ଦିନ ଭିତରେ ଯେକୌଣସି ଜାଗାରେ ନେଇ ତାଙ୍କୁ ବଞ୍ଚାନ୍ତୁ ନହେଲେ ବହୁତ ଡେଞ୍ଜର ଅଛି ଯେତେବେଳେ ଡକ୍ଟର ଏକଥା କହିବାରୁ ମୋ ସ୍ୱାମୀ ପୁଅ ମାନେ ବହୁତ ବ୍ୟସ୍ତ ହେଇଗଲେ କେମିତି କରିବା କୋଉଠି ଯିବା ପୁଅ ପଚାରିଲା କୋଉଠି ଯିବା ମୁଁ କିଛି କହିପାରିଲି ନାହିଁ କେବଳ ପ୍ରାର୍ଥନାରେ ମୁଁ ବଳ ପାଇବି ବୋଲି ମୁଁ ସର୍ବଦା ପ୍ରାର୍ଥନା ରହିଲି ଆଉ ସେ ପ୍ରାର୍ଥନା ଥିଲା ମୋର ମୁଁ ଶୁଣିଥିଲି ଭେଲୋରରେ ଯଦି ହୁଏ କମ ପଇସାରେ ହେବ ଆଉ ଅତି ଉତ୍ତମ ତାହେଲେ ମୁଁ ପ୍ରାର୍ଥନା କଲି ଯଦି ତୁମର ଇଚ୍ଛା ଅଛି ପ୍ରଭୁ ନିଶ୍ଚୟ ମତେ ସେଇ ଭେଲୋରରେ ମତେ ଏଇ ଅପରେସନ ପାଇଁ ସ୍ଥାନ ମିଳିବ ଆଉ ଏଇ 4 ଦିନ ମଧ୍ୟରେ କି ପ୍ରକାର ତୋରାଣ୍ଡି ବୋଲେ ପଇସା ପାଇଁ ଆଉ ସ୍ଥାନ ପାଇଁ ଆମେ ଶୁଣିଛୁ ଜାଣିଛୁ ଯେ ଭେଲୋରରେ ୱେଟିଂ ଲିଷ୍ଟରେ ହିଁ ରହିବାକୁ ପଡିବ ତୁରନ୍ତ କେବେ ହୁଏ ନାହିଁ କିନ୍ତୁ ବଡ ଆଶ୍ଚର୍ଯ୍ୟଜନକ ମୋ ପ୍ରାର୍ଥନା ପ୍ରଭୁ ଶୁଣିଲେ ହୁଏତ ମୋର ବଞ୍ଚିବାର ଥିଲା ଆଉ ସେତେବେଳେ ସିଏ କଣ କରିବେ ସାଙ୍ଗେ ମୋ ସ୍ୱାମୀ ଇମେଲ କଲେ ଆଉ ଡକ୍ଟର ନାଗ ସୁପରିଟେଣ୍ଡେଣ୍ଟ ବର୍ତ୍ତମାନ ଅଛନ୍ତି ସେ ମଧ୍ୟ ଇମେଲ କଲେ ଆଉ କହିଲେ ଆମ ଷ୍ଟାଫର ୱାଇଫ ପ୍ରକାର ଅଛନ୍ତି ଆଉ ତାଙ୍କୁ ଯେତେ ଶୀଘ୍ର ହେଇପାରିବ କି ଭେଲୋରରେ ଇମେଲ କରିଛନ୍ତି ଆଉ ଆମର ଏଇ ଯେତେ ବିଷମ କଟକ ଆମର ନବରଙ୍ଗପୁର ଲାନ୍ତାପୁର ଯେତେକ ଆମର ମେଡିକାଲ ଖ୍ରୀଷ୍ଟିଆନ ମେଡିକାଲ ଅଛି ଏଇ ମେଡିକାଲର ସବୁ ଏକ ର ଗୋଟେ ବୋର୍ଡ ମିଟିଂ ହୁଏ ଆଉ ସେଇ ବୋର୍ଡ ମିଟିଂ ର ଆମର
विषम कटकर जे प्रिंसिपाल थिले भाइस प्रिंसिपाल सी सिठी थिले मीटिंग रे उपस्थित थिले कि आश्चर्यजनक सी भेलोर रे जाई कि मीटिंग रे उपस्थित अछते सेही समय रे डॉक्टर नाग मेसेज करछंती आ सेही समय रे मो स्वामी गोटे लेटर लिखि छंती आ ए मेसेज को से मीटिंग रे थाई भी मोबाइल खोली से देखि पारि छंती जे केते आश्चर्य तथापि से मेसेज देई छंती निश्चय मीटिंग रो बाहर से मेसेज कोले पठांतु सांगे सांगे आमे आसला परे बाहरी पड़ीछु फ्लाइट रे आमे पळेलु मद्रास को पुओ झियो मो स्वामी गले नै आ पुओ झियो दी जण नै फ्लाइट रो पळेबा गोटे दिन भितरे पैसा नथिबा सत्वे भी आमे बाहरी छु आ सेठी पहुंचिलु जेमते पहुंचिलु तार दिन आ सांगे सांगे डॉक्टर जे प्रोफेसर हार्ट डॉक्टर मान को ऊपर जे प्रोफेसर जज बोली थिले मो भाग्य आ से मते देखिले सेटा भी एते आश्चर्य वेटिंग लिस्ट मते पड़ला नै किंतु तांको भी कथा हेले मेसेज द्वारा खाली आ से कहिले हाँ आनंद आमे रहिथिलु हमको रूम दिया गला सेठु गलु गला परे से मते जण को ही भीतर को डाकिले आ मो सीडी देली आ सीडी दबारु से देखिले आ देखिला परे नाइ तो किछि हेइनी नथिंग बोली कि कहले मु पूरा टिके खुशी भी हेली आ निराश भी हेली सते बार कहीं सिटी रे तो देखिले जना पड़िया कथा डॉक्टर कोन मते प्रकार कहउचंती मु डंदरे पड़ी गली काई तो जो बाहर थिले आ से तळे सीडी पकेले देखिले आ मते एमती कहउचंती तापरे मते टिके 2 मिनिट रही कि क्वेश्चन कले आर यू रेडी यस सर बोल कहली तापरे कहले काली को ही तमर ऑपरेशन हबो मु एते धन्यवादी ईश्वर को आ मु एथि पय साक्ष्य दउछि गोटे सुता बळिया लास्ट स्टेज गोटे सिरो थिबा को प्रभु आज मते तळी धले आ तांकर गौरव हो तांको प्रशंसा करिवा निमंते मते बंचाई छंती तेणु मु तांकर भाग्य साक्ष्य न दे किमिति मु बंचिबी आ किमिति रहिबी प्रभुंकर धन्यवाद हो आ मु कहिबार तो अनेक साक्ष्य अछि किंतु मु आज गोटे यही विषय कहवा इच्छा कली आ मते समय सुजोग देथिबा लागि प्रभुंकर नाम रे आज प्रार्थना आमे जते जन बसिछु समस्त को बहुत बहुत धन्यवाद अटे आ प्रेज द लॉर्ड।